जय जगन्नाथ शिक्षा उद्योग चैनल को मुझे आपण मानू समस्त प्रणाम जनाऊँ आम ओडिशा रे जो समाज में बसवास कर मोर छोट बड़ भाई बहन मैंने अगणित मोर पिला मैंने जो स्टूडेंट अच्छे से पाठ पढ़ुं से मोर आंतरिकतार प्रणाम और छोट बड़ भाई 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 मैं प्रणाम करूँ मु आज एमती एक प्रतिभा संपन्न व्यक्ति को आपण पाखर नहीं उपस्थापन करने जाऊँगी आज पिला ठारू बड़ बयस हवा पर्यंत जीवन में थी दुख कष्ट एवं से केमिति जीवन में संग्राम करके आज एत बाट आसुँच आम जानू चाहिए एवं जीवन प्रत्येक सेकेंड किभली भाव से जीवन को संग्राम कर आम जानू चाहिए। नमस्कार आपनकर परिचय मते प्रदान करे आपनकर पाखरे नमस्कार ମୁଁ କହୁଛି ବେବି ସାହୁ ମୋ ଘର ହେଉଛି ଗଞ୍ଜାମ କୋଲସ୍ତା ବ୍ଲକ ଗ୍ରାମ। दीदी कहबार इच्छा तो बहुत अच्छी कहबार प्रश्न अच्छे किंतु मु संक्षेप सब जिन पचार चाहिए तो आपणकर जीवन में गति करुवा दुखर परिप्रकाश मो पाखे ଏଇଥିପାଇଁକି ଆମେ ପରିବାର ଛାଡ଼ିକି ରହୁଛୁ ବାପା ମାଆଙ୍କୁ ଛାଡ଼ି ରହୁଛୁ ଭାଇ ଭଉଣୀ ଛାଡ଼ି ରହୁଛୁ ଆମେ ରହିଲେ ମୋର ନିଜ ରୋଗ ଆମେ ନିଜେ ଚିରାକୁ ଚେଷ୍ଟା କଲେ ମଧ୍ୟ ଆମେ ସେସବୁ ଜିନିଷ ଆମେ କରିପାରୁନୁ ଦୁନିଆ ଲୋକ ଦୁନିଆ କଥା କହୁଛନ୍ତି ତ ସମାଜରେ ବହୁତ ଲୋକ ଅଛନ୍ତି ମେଲ୍ ଫିମେଲ୍ ଆମେ ଟିକେ କରିପାରୁ ତ ସମାଜ ଲୋକମାନଙ୍କ ଦୃଷ୍ଟି ଆମେ ଟିକେ ଅଲଗା ରୂପରେ ଆମେ ଆସୁଛୁ ତ ସେ ଜିନିଷ ଲୋକ ଏବେ ପର୍ଯ୍ୟନ୍ତ ଆମକୁ ଆକ୍ସେପ୍ଟ କରିପାରୁନାହାନ୍ତି ତ ସେ ଜିନିଷ ଆମକୁ ବହୁତ ଦୁଃଖ ଲାଗେ ଯଦି ଆମେ ବାପା ମାଆ ଛାଡ଼ିକି ଆମ ଫ୍ୟାମିଲି ଛାଡ଼ିକି ଆମେ ଆସିକି ବାହାରେ ରହିବୁ ଆମ କର୍ମ ରହିବୁ ତ ସେଥିରେ ପୁଣି ଘର ଲୋକ ସପୋର୍ଟ ମାନେ ବହୁତ କଷ୍ଟ ମୋତେ ବି ଘର ଲୋକ ସପୋର୍ଟ କରୁଛନ୍ତି ଆକ୍ସେପ୍ଟ କଲେ କିନ୍ତୁ ସମାଜ ପର୍ଯ୍ୟନ୍ତ ଆମକୁ ଗ୍ରହଣ କରିପାରୁନାହାନ୍ତି ରାସ୍ତାରେ ଗଲା ସମୟ ଯେଉଁ ଟାଇପ୍ର ଟାଇ ଟାଇପ୍ର କରୁଛନ୍ତି ମାନେ କମେଣ୍ଟ କରୁଛନ୍ତି ସେ ଜିନିଷ ବହୁତ ଦୁଃଖ ଲାଗେ ଆଉ आपको सरकारी माध्यम कौन प्रकार साहाय्य सहयोग मिली ना मिली सरकारी माध्यम साहाय्य सहयोग सेमती किसी मिलनी जी मिली जमी राशन कार्ड आम मिली ता व्यतीत मो पास जी राशन कार्ड मिले ता व्यतीत मोर किसी मिलनी सरकार एति निवेदन कि आम जमी जेहेतु आम घर परिवार छाड़ी रोचु आमर स्वामी अच्छा आम पिला संस्था कौन जेहेतु आम कि नहीं जिते गोटे ब्रह्मचारी भाई आम रोचु तो आमर निजस्व घर ना स्थायी मान अस्थायी भाव में रोचु सरकार को एति आम अनुरोध कि आम बास टे दिखु आम समस्त जिते पिला माँ मैंने समस्त रही घर टे दिखु से फास्ट हूँ बास तो माने बासगृह किए थे ना आप खाइले कि न खाइले जना पड़े कितु छात तले रहा तो निजर स्थायी से सरकार गोटे समस्त जीवन में केवल खाली बासगृह दरकार से खाली आप सीमित रे ना कि आगू किसी बहुत किसी स्वप्न अच्छी जमी नर्माल गोटे पुआ झील समाज पूरा सामान भाव में बचुचे आम भी चाहूँ सेमती आम मेन स्ट्रीम हबू आम समाज सामान भाव में बचबू जमी स्त्री गोटे पुरुष जमी जिनस मिलूँ आमको से दरकार आम भी चाहूँ से टाइप में बचबू आम भिन्न हो बचा चाहूँ आम सब मिसिक रहा चाहूँ माने समाज सहित पूरा जड़ित रहा चाहूँ सरकार को एति अनुरोध करमती किसी करतुनि एमती किसी माने माने लोक भी जहाँकि आमको भिन्न दृष्टि देखिए जहाँ भी कर नारी पुरुष गोटे तीन सब जहाँ सम्मान कर आपने देखुवे एवं ये मो भौणीकर कथा शुणला मो देहर सिंहरण सृष्टि हो जाऊँगी जेहेतु बापा माँ को से छाड़ी
ଆସିକି ଆସି ଅଲୋଡ଼ା ଅପଛା ବାଗରେ ଏଠି ପଡ଼ିଛନ୍ତି ଏବଂ ସେମାନଙ୍କର ରହିବାର ବାସଗୃହ ନାହିଁ ଏବଂ ସେମାନଙ୍କର ସୁରକ୍ଷା ଦେବାକୁ କିଛି ବି ନାହିଁ। ସେମାନେ ଯାହା ରୋଜଗାର ପତ୍ର କଲେ ସେଥିରୁ ସିଏ ତାଙ୍କର ପରିବାରରେ ଚଳୁଛନ୍ତି। ପରିବାର ବୋଲେ ସେ କାହାକୁ ପଚାରୁଛନ୍ତି? ଆମେ ସାଧାରଣତଃ ପରିବାର କହିଲେ ନିଜର ବାପା ମା ଭାଇ ଭଉଣୀ ଏବଂ ଆମର ଭାଉଜ କକା କାକି ଅଜା ଆଈକୁ ବୁଝାଇଥାଉ। କିନ୍ତୁ ୟାଙ୍କର ଏମିତି ଏକ ପରିବାର ନା କି ସେ ତାଙ୍କର ବାପା ବୋଉ ଭାଇ ମାନଙ୍କ ପାଖକୁ ଯାଇପାରୁଛନ୍ତି, କେବଳ ତାଙ୍କର ଶ୍ରେଣୀର ଲୋକମାନଙ୍କ ସହ ସେମାନେ ସୁଖ ଦୁଃଖ ବାଣ୍ଟୁଛନ୍ତି। ଏତିକି କଥା। କିନ୍ତୁ ଆମେ ଯେମିତି ଖୁସି ମଜା ହସ ଖୁସି କରୁଛୁ, ୟାଙ୍କ ଜୀବନରେ ସେଇଟା ହିଁ ନାହିଁ। କାରଣ ଏମାନେ ପ୍ରତ୍ୟେକ କ୍ଷେତ୍ରରୁ ବଞ୍ଚିତ ହେଉଛନ୍ତି ଏବଂ ସରକାରର ସମସ୍ତ ଯୋଜନାରୁ ଏମାନେ ବଞ୍ଚିତ ରହୁଛନ୍ତି। ତ ମୁଁ ଅନୁରୋଧ କରୁଛି ମୋର ସବୁ ମୋର ଦର୍ଶକମାନଙ୍କୁ, ସେଇମାନେ ଚାହିଁଲେ ହିଁ ସବୁକିଛି ପରିବର୍ତ୍ତନ ହୋଇପାରିବ। ସମସ୍ତେ ସାହାଯ୍ୟ ସହଯୋଗ କରନ୍ତୁ। ଏ ସମାଜରେ କିଛିଟା ନୂତନ ପରିବର୍ତ୍ତନ ଆଣନ୍ତୁ ଏବଂ ଦୁନିଆକୁ ବହୁତ କିଛି ଆଗକୁ ନେଇଯିବାର ଲକ୍ଷ୍ୟ ଏବଂ ସାହାଯ୍ୟ ସହଯୋଗ ଏମାନଙ୍କୁ ହାତ ବଢ଼ାନ୍ତୁ। ମୁଁ ଦିଦି ଆଉ ଗୋଟେ ପଚାରିବାକୁ ଚାହୁଁଛି, ଆପଣମାନେ ଏଇ ଯେଉଁ ବସ୍ତିରେ ତଥାପି କେତେ ଜଣ ଆମର ଭଉଣୀମାନେ ଏଠି ରହୁଛନ୍ତି? ଏଠି ରହୁଛନ୍ତି ତଥାପି 20ରୁ 25 ଜଣ। ଯଦି 20ରୁ 25 ଜଣ ରହୁଛନ୍ତି, ୟାଙ୍କର ଖାଇବା ପିଇବା ସୁରକ୍ଷା ଦାୟିତ୍ୱ କିଏ ନେଉଛନ୍ତି ନା ଆପଣ ନିଜେ ନିଜେ ଚଳୁଛନ୍ତି? ନାଇଁ, ସୁରକ୍ଷା ତ କେହି ନିଅନ୍ତିନି। ପିଲାମାନେ ଯାଆନ୍ତି ଯେମିତି କୋଳିରେ ନଗନ୍ତି, ଫିଲ୍ମ କରନ୍ତି, ଏମିତି ବସ୍ତି ବନେଇ ଆମର ଯାହା ପରମ୍ପରା ଅଛି, ଆମର ରାଞ୍ଜନ କନ୍ଦାମ ଯାହା ପରମ୍ପରା ଆମ ପୂର୍ବପୁରୁଷ ଅଛନ୍ତି ସମାଜର, ସେମିତି କରି ଯାହା ଯେମିତି ଚଳୁଛନ୍ତି। ସେମିତି ନାହିଁ ଯେ କି ଆମକୁ କିଏ ସପୋର୍ଟ କରିକି ବ୍ୟାକ୍ ସପୋର୍ଟ କରିବେ, ସେମିତି କେହି ନା। ଧର ଘରେ ରହିଲେ ଆମେ ମାନେ ତ ଘରେ ଅଛୁ, ଆମେ ତ ଜାଣିପାରୁଛୁ। ଏମିତି ଘରେ ରହିଲେ ଆପଣଙ୍କର ଜ୍ୱର ଥଣ୍ଡା ହେଇଛି, ଧର ଆପଣଙ୍କୁ ଔଷଧ ଧରିକା ଦେବା, ଆପଣମାନଙ୍କ ଭିତରୁ ନିଜେ ନିଜେ ଆପଣ କ'ଣ କରୁଛନ୍ତି? ଯଦି ସପୋଜ ଧର ଆପଣଙ୍କର ଜ୍ୱର ଥଣ୍ଡା ହେଇଛି କି ଗୋଟେ ବଡ଼ କ'ଣ ଅସୁବିଧା ପଡ଼ିଛି ମେଡ଼ିକାଲରେ, ଆପଣ କିଭଳି ଭାବରେ ତାକୁ ସମସ୍ୟାର ସମାଧାନ କରୁଛନ୍ତି? ସେମିତି କିଛି ନାହିଁ। ଯେହେତୁ ଆପଣଙ୍କର ନର୍ମାଲ ଯେମିତି ବାପା ମା ଭାଇ ଭଉଣୀ କି ତମକୁ ଜ୍ୱର ରୋଗ ତମ ଭାଇ ବାପା ମା ପାଖରେ ରୁହନ୍ତି, ମୁଣ୍ଡା ଦିଅନ୍ତି, ସେମିତି ଆମ କମ୍ୟୁନିଟି ଭିତରେ ଆମର ମଧ୍ୟ ଗୁରୁ ଅଛନ୍ତି, ମା ଅଛନ୍ତି, ଆମର ଛୁଆମାନେ ଅଛନ୍ତି। ସେମାନଙ୍କ ବାପା ମା ଭାଇ ଭଉଣୀ ସବୁ କରିକି ଆମେ ଯେକୌଣସି ବିପଦରେ ଗଲେ ସେମାନେ ଆମ ପାଖରେ ଛିଡ଼ା ହୁଅନ୍ତି। ଦିଦି ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କେତେ? ମୁଁ 10th ପର୍ଯ୍ୟନ୍ତ ଅଛି। ତ ଆଗକୁ କିଛି ପଢ଼ିବାକୁ ଆଶା ରଖିଥିଲେ ନା ନାଇଁ, ବାପା ମା ସେତିକିରେ ବନ୍ଦ କରିଥିଲେ? ବାପା ମା ବନ୍ଦ କରିନାହାନ୍ତି। ଯେହେତୁ ମୁଁ ଏ ଲାଇନ୍ରେ ମାନେ ଆସିବା ପ୍ରୋଗ୍ରାମ୍ କରିବା ପାଇଁ ମୋତେ ସାହାଯ୍ୟ ଭଲ ଲାଗିଲା। ତ ସେସବୁ ମୋର ଆଗକୁ ଦେଖିକି ବାପା ମା ଟିକେ ରାଗିଲେ, ତାପରେ ମୋତେ ସେସବୁ ଜିନିଷ ଆକ୍ସେପ୍ଟ କଲେ, ମୋତେ ନିଜେ ଭଲ ଲାଗିଲାନି। ତ ସେଇ ଟାଇମ୍ରେ ମୁଁ ଫ୍ୟାମିଲି ମୋତେ ଦୋଷ ଦେଉନି। ଫ୍ୟାମିଲି ତ ଚାହୁଁଥିଲେ ପାଠ ପଢ଼ନ୍ତା, ମୁଁ ଛୁଆ ଆଗକୁ ଯାଉ, ବଟ୍ ମୁଁ ସେଇଟା ମୋର ଦୋଷ କି ମୁଁ ରହିପାରିଲିନି ଘରେ, ମୁଁ ମୋର ପଳେଇ ଆସିଥିଲି। ବଟ୍ ମୋ ଇଚ୍ଛା ଅଛି ପାଠ ପଢ଼ିବା ପାଇଁ, ହେଲେ କିଛି ମାନେ ବାଟ ହିଁ ନାହିଁ। ମୁଁ କେମିତି ପାଠ ପଢ଼ିବି, ମୋତେ କିଏ ସାହାଯ୍ୟ କରିବାକୁ ନାହାନ୍ତି, ମୋତେ କିଏ ମାନେ ବ୍ୟାକ୍ ସପୋର୍ଟ ନାହାନ୍ତି ନା। ତ ସେଥିପାଇଁ ମୁଁ ମୋର ମନ ଜିନିଷ ମନ ଭିତରେ ମାରିକି ନର୍ମାଲି ମୁଁ କମ୍ୟୁନିଟି ଭିତରେ ଅଛି। ନାଇଁ, ତ ଆପଣ ଏଠୁ କହୁଛନ୍ତି ଯେ ମୋର ପାଠ ପଢ଼ିବାକୁ ଇଚ୍ଛା ଅଛି, ବାପା ମା ମାନେ ମୋତେ ପାଠ ପଢ଼ିବାକୁ ଇଚ୍ଛା ତାଙ୍କର ଇଚ୍ଛା, ତ ଆପଣ କ'ଣ ପାଇଁ ପାଠ ପଢ଼ିବେ? ଏଥିରେ ପାଠ ପଢ଼ିବା ବାପା ମା ଚାହୁଁବ। ବାପା ମା ଚାହୁଁଥିଲେ କି ଆମ ପୁଅ ନର୍ମାଲ ଗୋଟେ ପୁଅ ଭଳିଆ ରହୁ, ପ୍ୟାଣ୍ଟ ସାର୍ଟ ପିନ୍ଧି ରହୁ। ତ ମୋ ସେ ଜିନିଷ ମୋ ମନ ଭିତରେ ନଥିଲା। ଯେହେତୁ ମୁଁ ଜନ୍ମ ହେଇଛି ଅବଶ୍ୟ ଠିକ୍ ଅଛି, ପୁରୁଷ ଭଳିଆ ଜନ୍ମ ହେଇଛି, କିନ୍ତୁ ମୋ ମନ ଭିତରେ ତ ଗୋଟେ ଝିଅର ବାସ କରୁଛି, ଝିଅର ମନ ବାସ କରୁଛି। ତ ମୋତେ ଇଚ୍ଛା ହେଉଥିଲା ମୁଁ ଶାଢ଼ୀ ଚୁଡ଼ି ପିନ୍ଧିବି, ଝିଅଙ୍କ ଡ୍ରେସ୍ ଲିପଷ୍ଟିକ୍ ପିନ୍ଧିବି। ତ ସେଇ ଜିନିଷ ଘରେ ମୋ ଫ୍ୟାମିଲି ଆକ୍ସେପ୍ଟ କରୁନଥିଲେ। ଦେନ୍ ଯେହେତୁ କରୁନାହାନ୍ତି, ତ ମୁଁ ମୋର ପ୍ରୋଗ୍ରାମ୍ ଯେହେତୁ କରିଥିଲି, ଲୋକମାନଙ୍କୁ କଣ୍ଟାକ୍ଟ ହେଲି, ବିଭିନ୍ନ ସମୁଦାୟରେ କଣ୍ଟାକ୍ଟ ହେଲି। ତ ମୋତେ ଯେଉଁଟା ନିଜକୁ ଭଲ ଲାଗୁଛି, ମୁଁ ଏଇ ଜିନିଷରେ ମୁଁ ବଞ୍ଚିପାରିବି, ମୋତେ ଏଇ ଜିନିଷ ଭଲ ଠିକ୍ ଲାଗୁଛି, ତ ମୁଁ ସେଇଥିପାଇଁ ପଳେଇ ଆସିଲି। ଘରେ ପାଠ ପଢ଼ିଲି, ଘରେ ଫ୍ୟାମିଲି ଭିତରେ ରହିଲି, ତଥାପି ମୁଁ ଅଣନିଶ୍ୱାସୀ ହେଇଯାଉଥିଲି। କିନ୍ତୁ ମୋ ସମାଜରେ ମୋ କମ୍ୟୁନିଟି ଭିତରେ ରହିକି ମୋତେ ନିଜକୁ ଭଲ ଲାଗୁଛି କି ମୋତେ ଗୋଟେ ବଞ୍ଚିବାର ସାହାରା ମିଳୁଛି ବୋଲି ମୁଁ ସେଇଟା ଭାବିକି ପଳେଇ ଆସିଥିଲି। ଆଉ ପାଠ ପଢ଼ିବାକୁ ଇଚ୍ଛା ବହୁତ ଅଛି, ହେଲେ କ'ଣ କରିବି, ବ୍ୟାକ୍ ସପୋର୍ଟ କେହି ନାହାନ୍ତି ନା, କି ଘରେ ମଧ୍ୟ ମୋତେ ଏମିତି ଏଇ ରୂପରେ ତ ଘରେ ମୋତେ ଆକ୍ସେପ୍ଟ କରିବେନି। ଦେନ୍ ନିଜ ମନ କଥା ନିଜେ ମାରିକି ଆମ କମ୍ୟୁନିଟି ଭିତରେ ଏମିତି ଅଛି। ତ
ଆପଣଙ୍କୁ ଆପଣ ଯେହେତୁ ଘର ଛାଡ଼ିକି ଆପଣ ଆସନ୍ତି ଆପଣଙ୍କୁ ସେମିତି କିଛି ଏକୁଟିଆ ବେଳେବେଳେ ଫିଲ୍ ହୁଏନି କି ନାଇଁ ମୋ ବାପା ମା ମୋତେ ଛାଡ଼ି ଦେଇଛନ୍ତି ମୁଁ ଆସି ଏଠି ରହିଛି ସେମିତି କିଛି ମନରେ ହାରାସମେଣ୍ଟ ହେବା ବହୁତ ଫିଲ୍ ହୁଏ। ଫାର୍ଷ୍ଟ ଜିନିଷ ହେଲା ମାଆକୁ ଛାଡ଼ିକି ରହିବାଟା ବହୁତ କଷ୍ଟ। କାହିଁକିନା ଦୁନିଆ ସବୁକିଛି ମିଳିଯିବ, ମାର୍କେଟରେ ମୋତେ ସବୁକିଛି ପଇସା ପକାଇଲେ ମିଳିବ, ବଟ୍ ବାପା ମା ମିଳିବନି। ଯେହେତୁ ମୁଁ ଏସବୁ ଲାଇନ୍ରେ ଅଛି, ମୁଁ ଏମିତି ଜନ୍ମ ପାଇଛି ସତ, ତଥାପି ମା ପେଟରୁ ମୁଁ ଜନ୍ମ ହେଇଛି, ବାପା ମା ପାଖରୁ ଜନ୍ମ ହେଇଛି, ତ ମୁଁ ଫାଷ୍ଟ ବାପା ମାଆକୁ ହିଁ ଖୋଜିବି। ଆଉ ସେ ଜିନିଷ ସବୁବେଳେ ରାତିରେ ଯେତେବେଳେ ଶୋଇବି ନା ବାପା ମା କଥା ମନେ ପଡ଼େ, ବହୁତ ଫିଲ୍ କରେ। ତ ଏଇ ଭିଡ଼ିଓ ମାଧ୍ୟମରେ ଆପଣ ଆପଣଙ୍କ ବାପା ମାଆଙ୍କୁ କ'ଣ ସନ୍ଦେଶ ଦେବେ ମୁଁ ଜାଣିବି। ବାପା ମାଆଙ୍କୁ କ'ଣ ସନ୍ଦେଶ ଦେବି, ତାଙ୍କର ତ ବଡ଼ ମାନେ କେହି ନାହାନ୍ତି, ଭଗବାନଙ୍କ ସମାନ କଥା ସେମାନେ ମୋ ବାପା ମା। ଆଉ ଯେହେତୁ ସେ ଆମକୁ ମୋତେ ଜନ୍ମ କରିଛନ୍ତି, ତାଙ୍କ ପାଇଁ ବୋଲି ଆଜି ମୁଁ ଏଇ ସମାଜରେ ଅଛି। ଯାହା ବି ହଉ ସେ ମୋତେ ବାପା ମା ମୋତେ ଭଲ ଭାବନ୍ତୁ କି ଖରାପ ଭାବନ୍ତୁ, ଯାହା ଭାବନ୍ତୁ, ମୁଁ ଯେଉଁଟା ଅଛି ମୁଁ ଭଲରେ ଅଛି, ଠିକ୍ ଅଛି। ଆଉ ମନର କଥା ତ ମୁଁ କହିଲି ବାପା ମାଆକୁ ମୁଁ କେତେ ମିସ୍ କରୁଛି, ବଟ୍ ମୋ ବାପା ମା ଯେମିତି ଥାଆନ୍ତୁ ମୋତେ ସେତିକି ବ୍ଲେସିଂ କରନ୍ତୁ କି ମୁଁ ଆଗକୁ ଆହୁରି ଯିବି। ଆମ ବାପା ମାଆଙ୍କର ଆଶୀର୍ବାଦ ସଦା ମୋ ମୁଣ୍ଡ ଦରକାର, ମୋତେ ଏତିକି ଦରକାର, ମୋ ବାପା ମା ମୋତେ ଖୁସି ମୋତେ ଦରକାର। ତୃତୀୟ ପ୍ରଶ୍ନ ହେଉଛି ଆମର ଯୁବପିଢ଼ିମାନଙ୍କୁ ଆପଣଙ୍କର ବାର୍ତ୍ତା କ'ଣ ରହିବ? ଯୁବପିଢ଼ିମାନଙ୍କର ବାର୍ତ୍ତା ଏଥିରେ ଆପଣମାନେ ରିକ୍ୱେଷ୍ଟ କରୁଛୁ କି ଦେଖ ଆମେ ବି ଆପଣ ଭଳିଆ ନର୍ମାଲ ମଣିଷ, ଆମ ଶରୀର ମଧ୍ୟ ରକ୍ତ ମାସ ଗଲା, ଇଟା ପଥରେ ଗଢ଼ା ହେଇନି। ଦେନ୍ ଆପଣମାନେ ଯେମିତି ସାମାଜିକ ହସ ଖେଳ ବୁଲ ଯେମିତି ଅଛନ୍ତି, ଆପଣ ଫ୍ୟାମିଲି ଅଛନ୍ତି, ସେମିତି ଆମକୁ ମଧ୍ୟ ସେମିତି ଗ୍ରହଣ କରନ୍ତୁ। ଆମେ କିଛି ଅଲଗା ନୁହଁ, ବାସ୍ ଏତିକି ଆମେ ଏଇ ଟାଇପ୍ର ମଣିଷ ହେବୁ, ମୋତେ କିଛି ନାହିଁ। ଆପଣ ଯେମିତି ଖାଉଛନ୍ତି ଆମେ ବି ସେମିତି ଖାଉଛୁ, ଆପଣ ଯେମିତି ଚାଲୁଛନ୍ତି ଆମେ ବି ସେମିତି ଚାଲୁଛୁ, ଆପଣ ଯେମିତି ମଣିଷ ଆମେ ବି ସେମିତି ମଣିଷ, ଆପଣ ଯେମିତି କଥା କହୁଛନ୍ତି ଆମେ ବି ସେମିତି କଥା କହୁଛୁ। ଫରକ ହେଉଛି କି ଆମେ ଜନ୍ମ ହେଉଛି ଗୋଟେ ଟାଇପ୍ର, ଆମେ ଚଳନ ହେଉଛି ଅଲଗା ଟାଇପ୍ର, ଫରକ ହେଉଛି ସେତିକି, ବଟ୍ ଆଉ କିଛି ନାହିଁ। ଯୁବପିଢ଼ିକି ଏତିକି ରିକ୍ୱେଷ୍ଟ କରୁଛୁ କି ଆପଣମାନେ ଆମକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତୁନି, ଆପଣଙ୍କର ଭଉଣୀ ଭାବେ ଦେଖନ୍ତୁ, ଭାଇ ଭାବେ ଦେଖନ୍ତୁ, ଯାହା ବି ଦେଖନ୍ତୁ, ଆପଣ ଆମକୁ ଯେଉଁ ଦୃଷ୍ଟିରେ ଗ୍ରହଣ କରନ୍ତୁ। ଆପଣ କମେଣ୍ଟ ମାରନ୍ତୁନି, କାହିଁକି ଆପଣ କରନ୍ତୁ, ବହୁତ କଷ୍ଟ ଲାଗେ, କିନ୍ତୁ ଆମେ ଫ୍ୟାମିଲି ଛାଡ଼ିକି ଆସି ରହୁଛୁ, ତ ଆପଣମାନଙ୍କର ଏଇ କଥା ଗୋଟିଏ କଥା ଆମକୁ ବହୁତ କଷ୍ଟ ଦିଏ। କିନ୍ତୁ ଆମେ ଏତିକି ମୁଁ କହୁଛି କି ଆପଣମାନେ ନିଜର ଛୁଆ ବୋଲି ଆମକୁ ଆପଣେଇ ନିଅନ୍ତୁ, ଦେଖିବେ ସବୁକିଛି ଭଲ ଲାଗିବ, ସବୁକିଛି ଠିକ୍ ଲାଗିବ। ମୋର ଚତୁର୍ଥ ପ୍ରଶ୍ନ ହେଉଛି ଆପଣଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହାକି ଯେଉଁ ଜିନିଷ ଘଟିବା କଥା ନଥିବ ତାହା ଆମକୁ ବିପଦ ହେଉଛି। ସେମିତି କିଛି ତ ମୋ ସହିତ ମାନେ ସେମିତି କିଛି ମୋ ଲାଇଫ୍ରେ ସେମିତି କିଛି ଘଟଣା ସେମିତି କିଛି ଘଟିଛି। ପଞ୍ଚମ ପ୍ରଶ୍ନରେ ମୁଁ ମୋର ବକ୍ତବ୍ୟ ଶେଷ କରିବି। ତ ଶାସ୍ତ୍ରରେ ଲେଖା ହେଇଛି ଯେ ପୁରାଣ ଅନୁସାରେ ଆପଣଙ୍କ ସମାଜ ହେଲେ ପ୍ରଭୁ ଶିବଙ୍କର ଏବଂ ମା ପାର୍ବତୀଙ୍କର ଗୋଟେ ଅଂଶ। ଆପଣମାନଙ୍କୁ ଯିଏ ବି ଯାହା ବି ଦେଉ ଦିଏ ଆପଣ ତାକୁ ଆଶୀର୍ବାଦ କରନ୍ତି। ଏଇଟା କ'ଣ ସତରେ ସତ ନା ଖାଲି ପୌରାଣିକ ମାନେ ଗୋଟେ ବର୍ଣ୍ଣନା ହେଇଛି? ଦେଖ ସପୋଜ ଆମେ ମନ୍ଦିର ଯାଉଛେ, ମନ୍ଦିର ଯାଉଛନ୍ତି, ଆମେ କାହାକୁ ଦେଖୁଛେ, ଠାକୁରଙ୍କର ମୂର୍ତ୍ତି ଦେଖୁଛି, ଆମେ ସେଇ ମୂର୍ତ୍ତିକି ଆମେ ପୂଜା କରୁଛୁ, ଆମ ମନ ଭାବ ଅଛି ଆମ ଠାକୁର ଅଛନ୍ତି, କିନ୍ତୁ ଆମ ମନରେ ଠାକୁର ଅଛନ୍ତି। ଠାକୁର ଆମେ ସେଇଠି ଆମେ ଯଦି ମୂର୍ତ୍ତିକି ଆମେ ଭାବୁଛନ୍ତି ଆମ ଠାକୁର, ଯଦି ଆମ ମନରେ ଭାବିବୁ ସେ ଆମ ଠାକୁର, ଯଦି ଆମେ ନ ଭାବିବା ସେ କଥା ବୁଝିପାରିଲେ। ଦେନ୍ ପୌରାଣିକ ହିସାବରେ ଗଲେ ତ ଆମର ପୂର୍ବପୁରୁଷରୁ ଆମର ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ ସବୁ ମାନଙ୍କର ମାନେ ଅଛି ଭୂମିକା ଅଛି। ଦେନ୍ ଲୋକମାନଙ୍କର ସେମିତି କିଛି ହେଉଛି ବୋଲି ଆଜି ଆମକୁ ସେଇ ଜିନିଷ ମିଳୁଛି, ସମ୍ମାନ ମିଳୁଛି, ଲୋକ ସେଇ ଜିନିଷ ମାନୁଛନ୍ତି। ଆଉ ମାନିବେ ଯଦି ତାଙ୍କ ଆମ ମନରେ ଯାହା ଅଛି, ମାନେ ମୋ ମନରେ ଯାହା ଅଛି ଯଦି ସେଟା ମାନିବି ତା ମୋ ପାଇଁ ନ ମାନିବି କଥା, ଯଦି ମାନୁଛି ମୋ ପାଇଁ ସେଇ ଠାକୁର।
ଆଉ ସବୁ ଜିନିଷ ସବୁବେଳେ ଆମେ ମନ ଭିତରେ ରଖିବା ଚେଷ୍ଟା କରୁ। ଆମେ ଦେଖେଇବା ତାକୁ ଦେଲେ ଏଇଟା ମୋ ମନ ଭିତରେ ସେ ଜିନିଷ କିଛି ନଥିବ, ଫିଲିଙ୍ଗସ୍ ନଥିବ ନା, ଆମେ ଲକ୍ଷେ ଫୁଲ ଚଢ଼ିଲେ ମଧ୍ୟ ସେ ଜିନିଷ ସଫଳ ହୁଏ। ସବୁବେଳେ ହେଉଛି ଆମର ମନରେ ଯଦି ପୂଜା କରିବା ସେ ଜିନିଷ ସଫଳ ହୁଏ। ଦେଖି ଆମେ ପୂଜା କଲେ ସେ ସଫଳ ହୁଏ। ସେଥିରେ ଯିଏ ମନରେ ରଖି ଯଦି ଆମକୁ ଭକ୍ତିରେ ସେ ଜିନିଷ ମାନିକି ଦେଲା ତ ନିଶ୍ଚିତ ସଫଳ ହୁଏ। ଆଉ ଯେଉଁମାନଙ୍କର ମନରେ ନଥିବ ଦେଖାନ ହଁ ମୁଁ ଦେଇଦେବି ଏଇଟା ଜିନିଷ ଦେଇଦେବି ସେ ଜିନିଷ ମୋର ହେଇଯିବ, ସେଇଟା କେବେ ହୁଏ। ଶେଷ ପ୍ରଶ୍ନ ଯେ ମୋ ସହ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ତାଙ୍କୁ ଆପଣ କ'ଣ ସନ୍ଦେଶ ଦେବେ? ଆପଣଙ୍କ କାହାଣୀକୁ ନେଇକି କି ଆପଣଙ୍କର ଲାଇଫ୍ ଷ୍ଟାଇଲ୍କୁ ନେଇକି ତାଙ୍କୁ ଆପଣ କ'ଣ ସନ୍ଦେଶ ଦେବେ? ତାକୁ ଯେଉଁ ପିଲାମାନେ ପଢ଼ୁଛନ୍ତି ଗରିବ ଛୁଆମାନେ ପଢ଼ୁଛନ୍ତି ବହୁତ ଭଲ କଥା। ଯେହେତୁ ଆପଣ ବି ସେ ପିଲାଙ୍କୁ ସପୋର୍ଟ କରୁଛନ୍ତି, ମୋ ତରଫରୁ ଅଶେଷ ଧନ୍ୟବାଦ ଆମକୁ। ମାନେ ଏମିତି ଲୋକ ତ ଦୁନିଆ ଆଜିକା ଡେଟ୍ରେ ମିଳିବା ତ ବହୁତ ମାନେ କମ୍। ଯାହା ହଉ ତମ ସବୁବେଳେ ଖୁସି ରଖିଥାନ୍ତି, ଭଲ ରଖିଥାନ୍ତି। ଯେହେତୁ ଗରିବ ପିଲାମାନଙ୍କୁ ଛୋଟ ପିଲାମାନେ ଆପଣ ଟିକେ ସାହାଯ୍ୟ କରୁଛନ୍ତି, ପାଠ ପଢ଼ୁଛନ୍ତି। ତ ମୁଁ ସେଇ ପିଲାମାନଙ୍କୁ ମୁଁ ଗୋଟେ ରିକ୍ୱେଷ୍ଟ କରୁଛି, ପିଲାମାନେ ଆପଣମାନେ ମନ ଦେଇ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ। ଆମେ ବି ଚାହିଁଥିଲୁ ଆମର ସେତିକି ପରିସ୍ଥିତିରେ ଆମେ ପାଠ ପଢ଼ିପାରିଲୁ ନା, ଆମେ ସେତିକି ବ୍ଲେସିଂ କରୁଛୁ ଏଇଠୁ ଆଶୀର୍ବାଦ ଦେଉଛି ତୁମେ ସବୁବେଳେ ଭଲ ପାଠ ପଢ଼। ଆଉ ଏମିତି କିଛି ନା କର କି ସମାଜ ସବୁବେଳେ ତୁମକୁ ମୁଣ୍ଡେ ରଖିବେ, ମାନେ ମୁଣ୍ଡରେ ବୁଲେଇବେ। ବା ସେତିକି ଅଛି, କିଛି ସେମିତି କିଛି କରନ୍ତୁନି, ପାଠ